पीएम किसान सम्मान निधि योजनार हिताधिकारीଙ୍କ ପାଇଁ खुशी खबर। କ'ଣ खुशी खबर? पीएम किसान सम्मान निधि योजनार 16ତମ କିସ୍ତି ଏବେ ମିଳିବାକୁ ଯାଉଛି। କେବେ ମିଳିବ ଏହା ବିଷୟରେ ଜାଣିବା ପାଇଁ ଭିଡ଼ିଓକୁ ଶେଷ ଯାଏ ଦେଖନ୍ତୁ। ଏହା ସହିତ ଭିଡ଼ିଓକୁ ଗୋଟେ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଆଉ କିଛି ଦିନ ମଧ୍ୟରେ ପୀଏମ୍ କିसान ସମ୍ମାନ ନିଧି ଯୋଜନାର 16ତମ କିସ୍ତି ଚାଷୀ ଭାଇମାନଙ୍କୁ ମିଳିବାକୁ ଯାଉଛି। ଏହି 16ତମ କିସ୍ତିଟି କେବେ ଆପଣମାନଙ୍କୁ ମିଳିବ, ଏହା ବିଷୟରେ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ଭିଡ଼ିଓକୁ ଶେଷ ଯାଏ ଦେଖନ୍ତୁ। ମୁଁ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ କହିବି ଏହି ପୀଏମ୍ କିसान ଯୋଜନାର 16ତମ କିସ୍ତିଟି ଆପଣମାନେ କେବେ ପାଇବେ। ପୀଏମ୍ କିसान ଯୋଜନାର କିସ୍ତି ଗୁଡ଼ାକ ପ୍ରତ୍ୟେକ 4 ମାସର ଦୂରତାରେ ମିଳିଥାଏ। ଆପଣମାନଙ୍କର ମଧ୍ୟ ଆଗ୍ରହ ରହିଥିବ ଏହି ପୀଏମ୍ କିसान ସମ୍ମାନ ନିଧି ଯୋଜନାର 16ତମ କିସ୍ତିଟି କେବେ ଆସିବ ଆପଣମାନେ ମଧ୍ୟ ଜାଣିବାକୁ ଚାହୁଁଥିବେ। ତେଣୁକରି ଆପଣମାନଙ୍କୁ ମୁଁ ଜଣାଇ ଦେଉଛି ଏହି ପୀଏମ୍ କିसान ସମ୍ମାନ ନିଧି ଯୋଜନାର 16ତମ କିସ୍ତିଟି କେବେ ଆସିବ। ଆପଣମାନେ ଜାଣି ରଖନ୍ତୁ, ପୂର୍ବରୁ 2 ବର୍ଷର ରେକର୍ଡ ଅନୁଯାୟୀ ପୀଏମ୍ କିसान ସମ୍ମାନ ନିଧି ଯୋଜନାର 16ତମ କିସ୍ତି ଅନୁମାନ କରି କୁହାଯାଉଛି ଏହା ଫେବୃଆରୀ ମାସର ଶେଷ ସପ୍ତାହ ଭିତରେ ଚାଷୀ ଭାଇମାନଙ୍କୁ ମିଳିଯିବ। କିନ୍ତୁ ଏହାର କନଫର୍ମ ଡେଟ୍ ସରକାର ଘୋଷଣା କରିନାହାନ୍ତି। ଏହାର କନଫର୍ମ ଡେଟ୍ ଆସିବା ପାଇଁ ଆହୁରି ବହୁତ ଦିନ ସମୟ ଅଛି। ତେଣୁକରି ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଏହାର କନଫର୍ମ ଡେଟ୍ ଆସିଲେ ମୁଁ ଆପଣମାନଙ୍କୁ ଏଭଳି ଭିଡ଼ିଓ ମାଧ୍ୟମରେ ଜଣାଇଦେବି। ତେଣୁକରି ସବସ୍କ୍ରାଇବ୍ କଲେ ଯାଇ ଆପଣମାନେ ଜାଣିପାରିବେ। ଆପଣମାନେ ଜାଣି ରଖନ୍ତୁ, ପୀଏମ୍ କିसान ସମ୍ମାନ ନିଧି ଯୋଜନାର ଏହି 16ତମ କିସ୍ତିଟି ଫେବୃଆରୀ ମାସର ଶେଷ ସପ୍ତାହ ଭିତରେ ମିଳିଯିବ। ଏହା ମାର୍ଚ୍ଚ ମାସକୁ ରହିବ ନାହିଁ। କାରଣ ପୂର୍ବରୁ ଯେତେ ସବୁ କିସ୍ତି ମିଳିଛି ସବୁ ଗୁଡ଼ାକ ଫେବୃଆରୀ ମାସରେ ହିଁ ମିଳିଛି। ଏଥର ମଧ୍ୟ ସେଇ ଫେବୃଆରୀ ମାସରେ ହିଁ ମିଳିବ। ଆପଣମାନଙ୍କୁ କ'ଣ ଲାଗୁଛି ଏହି 16ତମ କିସ୍ତିଟି କେବେ ମିଳିବ? ଆପଣଙ୍କର ରାୟ ମଧ୍ୟ କମେଣ୍ଟ ବକ୍ସରେ କମେଣ୍ଟ କରି ଜଣାନ୍ତୁ। ଏହା ସହିତ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ।